যত্র পার্থ ধনুর্ধরা যত্র যুগেশ্বর কৃষ্ণ যত্র পার্থ ধনুর্ধরা তত্র সে বিজয় ভূতি ধ্রুবা এতে মত্যম এই সচরাচর ধর ধামরে ଯିଏ ଯ ଭାଗ୍ୟରେ ସୃଷ୍ଟି କରିପାରେ ମହା ପ୍ରଳୟ ଆଉ ଯାହାର ଚାଲି ପଡ଼ିଲେ ସେ କାନ ଛାଡ଼ି ଲାଞ୍ଚ ଚକି ଚାଲିଯାଏ ମହାବଳ ବାଘ আরে মু গোটাই বিশ্বধর গোকর সাপ এই গোকর সাপ যদি তোরে চোট মাইলে রাহি রাহি ডাক শুভে আউ চমর পাঞ্চ মধ্য বদলি যায় সতরে ମୋ ଜୀବନର ବିଧାନରେ ଅସମ୍ଭବ ବୋଲି କୌଣସି ଶବ୍ଦ ନାହିଁ ନାଇଁ କୌଣସି ଶବ୍ଦ ମୋ ମୁଣ୍ଡ ଉପରେ ଯଦି ପିତ୍ତ ସବାର ହୁଏ ତାହେଲେ ମୁଁ ସୃଷ୍ଟି କରିପାରେ ଅନଞ୍ଚାଶ ବାତ୍ୟା ଆଉ ମୋ ମୁଣ୍ଡ ଯଦି ଠିକ ଅଛି ତାହେଲେ ମୁଁ ଗୋଟାଏ ସୁନା ପିଲା ଆଉ ସମୟ ଅନୁସାରେ ଏ ସୁନା ପିଲାର ମୁଣ୍ଡ ଯଦି ବିଗିଡ଼ି ଯାଏ ତାହେଲେ ମୁଁ ପାଲଟି ଯାଏ ଗୋଟାଏ ବେଇମାନ ମୋ ବନାଗ୍ନି ବନ ଜଗ ଅଗ୍ନି ମୋ ବନାଗ୍ନି এই ବନାଗ୍ନିଟା ଥରେ ତା ଉପରେ ଲାଗିଗଲେ ଏ ସାରା ବନାଞ୍ଚଳଟା ହୁତୁ ହୁତୁ ହେଇ ଜଳି ଯାଏ ଆଉ ଏ ବଣ ମଧ୍ୟରେ ଯେତିକି ଜୀବଜନ୍ତୁ ଆଉ ଅମୂଲ୍ୟ ଚନ୍ଦନ କାଠ ଅଛି ସମସ୍ତେ ପଡ଼ି ପାଉଁଶ ହେଇଯାଏ ହେଲେ ଆଜି ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି କେବଳ ସେଇ ପୁଣ୍ଡରିକ ବୈଦ ବାବାଙ୍କ ପାଇଁ ସେଇ ପୁଣ୍ଡରିକ ବୈଦ ବାବାଙ୍କ ପାଇଁ ସତରେ ସେଦିନ ଯଦି ବୈଦ ବାବା ଉଚିତ ସମୟରେ ମୋ ପାଖକୁ ଆସିନଥାନ୍ତେ ଆଉ ମୋତେ ତାଙ୍କ କୁଟୀରକୁ ନେଇ ନ ଯାଇଥାନ୍ତେ ଏ ଜୀବନଟା ମୁଁ ଫେରି ପାଇନଥାନ୍ତି ମୁଁ ମରି ଯାଇଥାନ୍ତି ମୁଁ ବଞ୍ଚିଛି ଯେ ପର୍ଯ୍ୟନ୍ତ ମାଣିକ୍ୟଙ୍କର ରାଜା ଦେବଦତ୍ତର ବଂଶଟାକୁ ବିନାଶ ନ କରିଛେ ସେ ପର୍ଯ୍ୟନ୍ତ ମୁଁ ଏଇ ବଣ ମଧ୍ୟରେ ବଞ୍ଚିକି ରହିବି ନିଶ୍ଚୟ ବଞ୍ଚିକି ରହିବି ଆରେ ବଣ ମଧ୍ୟରେ ଯେତେବେଳେ ମୁଁ ରହି ଆସୁଛି ମୋ ସହିତ ମୋର ଜଣେ ସହଯୋଗୀ ଭାଇ ଚାକି ମଧ୍ୟ ଆସିଥିଲା ଆରେ ମୋ ଭାଇ ଚାକି ଏପର୍ଯ୍ୟନ୍ତ କୋଉଠି ଅଛି କ'ଣ କରୁଛି ଆସିଲାନି କାହିଁକି ଚାଖେ ଆରେ ଚାଖେ ଆରେ କୋଉଠି ଅଛୁ ବେ ଶଳା ଆରେ ଶୀଘ୍ର ଆସେ ଚାଖେ এতে সময় ধরে তুই কোটি এই বন মধ্যে বুলাবুলি করছ দেখরে এই বন মধ্যে অনেক হিংস্র জন্তু গুড়াক অଛନ୍ତି সারা তোতে একুটিয়া পাইଯିବେ
ଜିଅନ୍ତା ଖାଇଯିବେ ମରେ ବସାରା ଭାଇ ଆକେ ଏ ଜଙ୍ଗଲରେ ବୁଲିବା କି ମଜା ଭାଇ ଆଚ୍ଛା ସେ ବଇଦ ବୁଢା ଝିଅ ସହିତ ମୁଁ ଜଙ୍ଗଲରେ ଟିକେ ବୁଲାବୁଲି କରୁ ଏ କଣ କହୁଛୁ ଦେଖେ ସେଇଥିପାଇଁ ଡେରି ଆଉ ବହିତ ବାବାଙ୍କ ଝିଅ ସହିତ ତୁ ପୁଣି ଏ ବଣ ମଧ୍ୟରେ ବୁଲାବୁଲି କରିଛୁ ହଁ ଭାଇ ଏ ଦେଖେ ଭାଇ ଏ କଥା ଯଦି ମୋ ବହିତ ବାପା କାନରେ ପଡେ ସାରା ତ ଅବସ୍ଥା କଣ ହବ ଜାଣିଛୁ କଣ ହବ ଭାଇ କଣ ହବ ତତେ ଟିକ ଟିକ କରି କାଟି ତା ଜମି ମଧ୍ୟରେ ପୋତି ଦବ ମରିବୁ ଶଳା ଭାଇ ଆକେ କଣ ଚାକି ଜାଣିଛୁ ଚାକି ପରକି ସବୁ କଥା ଜାଣେ ଭାଇ ଆଚ୍ଛା ସେ ବଇଦ ବୁଢା ଜମା ଜାଣି ପାରିବନି ଆଉ ମତେ ଟିକ ଟିକ କରି କାଟିକି ତା ଜମିରେ ପୋତି ଏ ଦବ କଣ କହୁଛୁ ଦେଖେ ଭାଇ ଆରେ ମନେ ପକାଅ ସେ ଅତୀତର କଥା କୋଉ କଥା ବେ ସେଇ ମାଣିକ ଗଡ଼ କଥା ଚାକେ কেবে তু ভুলিবে চোখে সেই মানিক্য রাজ্য কথাটা সে কথাটা মনে পড়িগলে মো ছত্রিরে হুতু হুতু হেই নিয়া জলি যাଉଛି রে চোখে হুতু হুতু হেই নিয়া জলি যাଉଛି নিয়া আরে চোখে ভাই আজি মো তো পাখরে শপথ করি কହୁଛି যে পর্যন্ত মানিক্য রাজা দেবদত্তর সবংশটাকে বিনাশ ন করিছে এ পর্যন্ত আমার মনের শান্তি নাই নাই শান্তি করুছি শপথ নহিব ব্যর্থ আরে দেখি ভাই করুছি শপথ নহিব ব্যর্থ বনাগ্নি রয়ে সত্যপণ রাজা দেবদত্ত করিবিনি চাখিবি তারাণী তাকে চাখিবি তারাণী যৌবন আউ জমা ছাড়িবি তোকে মারিবেনি পুত্র বুড়াইবি বংশ আরোহিবি রাজ সিংহাসন মানিক্য গড়রে প্রজা সঙ্গতরে মানিক্য গড় প্রজা সঙ্গতরে উড়াই বিজয় কেতন করুছি শপথ নহিবা বিয়ত অনাগ্নি রয়ে সত্যপণ আউ জমা ছাড়িবে যাকে মারিদেবি শরণ ভাই রাজা দেবদত্ত আম বেনি ভাইটাকে রাজ্যରୁ বিতাড়িত କରି হ্যাঁ ଶାଳାଟା ମନେ ମନେ ଭାରି ଖୁସି ହଉଥିବ খুশি হউতিব ভাই ସେ ଶାଳା ଭାବୁଛି ଆମେ ବେନି ଭାଇଟା ମରି ସାରିଛୁ হ্যাঁ ভাই ଏନ୍ଦ ରାୟ ଜଖେ ରାୟ ଆମେ ବେନି ଭାଇଟା ବଞ୍ଚିଛୁ হ্যাঁ ভাই বঞ্চিত ଯେ ପର୍ଯ୍ୟନ୍ତ ତା କରି ତୋଳିଥିବା ବିଶାଳ ସାମ୍ରାଜ୍ୟଟାକୁ ତାଙ୍କି ରୁଚି ଚୁରମାର ନ କରିଛୁ ভাই ସେ ପର୍ଯ୍ୟନ୍ତ ଆମେ ବେନି ଭାଇଟା ଏ ବଣ ମଧ୍ୟରେ ବଞ୍ଚିକି হ্যাঁ ରହିବୁ ভাই বঞ্চিকি রহিবা ଆରେ ଜଖେ ভাই ବଣ ମଧ୍ୟରେ ଯେତେବେଳେ ଆମେ ବେନି ଭାଇ ରହି ଆସୁଛୁ হ্যাঁ ଜଣେ ପୁଣ୍ଡରିକ ବୈଦ ବାବାଙ୍କ କୁଟୀର ମଧ୍ୟରେ হ্যাঁ ভাই ବାବାଟା ଅନେକ ସମୟ ଧରି କୁଆଡ଼େ ଯାଇଛନ୍ତି କଣ କରୁଛନ୍ତି ଏପର୍ଯ୍ୟନ୍ତ ଫେରିଲେନି କାହିଁକି ରେ ভাই ତାକେ সে বইদ বুড়া ହଁ কৌরকি সেবা করিবা পাই যাইথিব ଓ তা চেরি বুলি ঔষধ ଠିକ দউথিব କହିଛୁ ଚାକି সেইଥିପାଇଁ ଡେରି ଆଉ ଆରେ ଚାକି ହେଲେ ଭାଇ କଣ? ବୁଢା ଆସିବାର ସମୟ ହେଲାଣି ଆରେ ବୁଢା ନିଶ୍ଚୟ ଫେରି ଠିକ ଆସିବ ଭାଇ କହିଛୁ। ଆମେ ଟିକେ ଅପେକ୍ଷା କରିବାକୁ ହବ ଯେମିତି ନା। ହଉନା କାହିଁକି ମୋ ବୈଦ ବାବା ଆସିବା ବାଟକୁ ଆମେ ବେନି ଭାଇ ଏଇଠି ଅପେକ୍ଷା କରିବା ହଁ ଭାଇ। ଆଉ ବାବା ଆସିଲେ ତିନି ଜଣ ଏକତ୍ରିତ ହେଇ ଉଟ୍ଟିର ମଧ୍ୟକୁ ଫେରିଯିବା ହଁ ଭାଇ। ଠିକ ଅଛି ଚାକି ଭାଇ। ଅପେକ୍ଷା କରିନେବା ମୋ ବୈଦ ବାବାଙ୍କ ଆସିବା ବାଟକୁ ଆରେ ହେ ଚାକି ହେଇ, ଚାକି ମୋ ବାବା ଆସିଲେଣି ହଁ। ମୋ ନାଁ ଧରି ଡାକୁଛନ୍ତି ହଁ ଭାଇ। ଆରେ ଦେଖ ବାବା बेटा बनाग्नि ବାବା ବାବା ସର୍ବପ୍ରଥମେ এই বনাগ্নির ভূমিষ্ঠ প্রণাম গ্রহণ করন্তু বাবা
उड़दास बेटा उड़दास बेटा भलाग्ने बाबा तुई भले हेलुस तो बेटा ଆପଣଙ୍କର ସେବା ଶୁଶ୍ରୂଷାରେ ଆଜି ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି ବାବା ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି ओ बेटा ବାବା तोर गादा सब सुकलास तो बेटा ସବୁ ଶୁଖି ଯାଇଛି ବାବା ଏଇ ଦେଖ ବାବା ଏଇ ହାତଟା ପୁରା ଦିନେ ଭାଙ୍ଗି ଯାଇଥିଲା ଆଜି ହାତଟା ଭଲ କାମ କରୁଛି ବାବା ଏଇ ଗୋଡ଼ ଭାଙ୍ଗି ଯାଇଥିଲା ବାବା ଆଜି ମୁଁ ଏ ଗୋଡ଼ରେ ଦେଖ ଚାଲିପାରୁଛି ସତରେ ବାବା ଆପଣଙ୍କ ଚେରିମୂଳି ଔଷଧ ଖାଇ ମୋ ଜୀବନଟା ଧନ୍ୟ ହେଇଯାଇଛି ବାବା ମୋ ଜୀବନଟା ଧନ୍ୟ ହେଇଯାଇଛି ओ बेटा ବାବା गुड़े काटा बेटा କ'ଣ ସେ କଥା ବାବା तुई धराबर काम करबु ନିଶ୍ଚୟ ବାବା धराबर बैठे ହଁ ବାବା न्याय ने रेबुस ବାବା सत कथा कहबुस ଠିକ ଅଛି सत कहिबाकू किया डरिबी ବାବା सत कहि पछे बोले मरिबी ହଁ ବାବା इटाके मने रखी रेबुस ନିଶ୍ଚୟ ମନେ ରଖିବି महाप्रभु कुशल मंगल ने रखी रेबा ହଁ ବାବା बेटा बाबा। सत्य ही धर्म ବାବା धर्म ही सत्य ହଁ ଠିକ କହିଛୁ इटाके मानी कर चलबुस ସଦା ସର୍ବଦା ମାନିକି ଚଳିବି ବାବା ये लोग नीति अत्याचार नहीं करबुस बेटा ନାଇଁ ବାବା ନାଇଁ 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 ଏ ଲୋକଙ୍କର ଅନୀତି ଅତ୍ୟାଚାର ମୋ ଜୀବନରେ କେବେ ମଧ୍ୟ କରିବିନି ଆପଣ ଯେପରି ଏ ଲୋକଙ୍କର ସେବା କରିଛନ୍ତି ଠିକ ସେମିତି ମୁଁ ମଧ୍ୟ ଏ ଲୋକଙ୍କର ସେବା କରିବି ବାବା ମୁଁ ମଧ୍ୟ ଏ ଲୋକଙ୍କର ସେବା କରିବି और गोटे कथा बेटा ଆଉ ପୁଣି କ'ଣ ବାବା मोर बेटी अंजलि ଓ और तुई बेटा ଆଉ ବାବା दुई भाई भाई लेकर चलवा के हेसी ବାବା ଅଞ୍ଚଳି ପ୍ରେମ ସାନ ଭଉଣୀ ତାକୁ ସ୍ନେହ ମମତା ଦେଇ ବେଶ ଆନନ୍ଦ ରଖି ଆପଣ ଥିଲେ ମାତ୍ର ଚିନ୍ତା କରନ୍ତୁନି ବାବା ଏ ବନାଗ୍ନି ପରା ଅଛି ଆପଣ ଚିନ୍ତା କରନ୍ତୁନି देख बेटा ବାବା समय तो हैला ମାନେ मुई खमन जाइसी ଓ चेरीमुली ओसो कसा हल्ला बोले ई रोगी मन के देविस बेटा ବାବା ଆପଣ ଗୋଟାଏ କଥା ମନେ ରଖିବେ ସଞ୍ଜ ହେବା ପୂର୍ବରୁ ଯଥା ଶୀଘ୍ର କୁଟୀର ମଧ୍ୟକୁ ଫେରି ଆସିବେ ଜମା ଡେରି କରିବେନି ବାବା ଜମା ଡେରି କରିବେନି तू चिंता नहीं कर बेटा मुई संज बेला के पळे आसबी ଠିକ ଅଛି ବାବା ଆପଣ ଏଥର ଆସିପାରନ୍ତୁ जाइसी बेटा ବାବା ଆରେ ଦେଖେ ଭାଇ ମୋ ବୈଦ ବାପା ଯାହା କହିଗଲେ ସବୁ ଶୁଣିଛୁ ସବୁ ଶୁଣିଛି ଭାଇ ଆଜିଠାରୁ ଏ ବନାଗ୍ନେ ଧର୍ମ ନ୍ୟାୟ ଆଉ ସତ ପଥରେ ଚାଲିବ ହଁ ଭାଇ ଆଉ ଯେମିତି ମୋ ବୈଦ ବାବା ଏ ଲୋକଙ୍କର ସେବା କରୁଛନ୍ତି ଭାଇ। ଠିକ ସେମିତି ମୁଁ ମଧ୍ୟ ଏ ଲୋକଙ୍କର ସେବା କରିବି ହଁ ଭାଇ ଭାଇ ତାକେ ଆପଣ ଏଥର ହଁ ସମାଜ ସେବୀ ହେଇଯାଅ ଠିକ କହିଛୁ ଆଉ ଏ ସମାଜର ସେବା କର ହଁ ଚକି ସେଇଆ ହିଁ ଚାହୁଁଛି ଆଉ ଗୋଟାଏ କଥା ଭାଇ ଆଉ ପୁଣି କଣ ଆପଣ ଏଥର ସନ୍ନ୍ୟାସ ନେଇଯାଅ ନାଇଁ ହଁ ନାଇଁ ଚକେ ଆପଣ ଏଥର ସନ୍ନ୍ୟାସ ନେଇଯାଅ ଓକେ ଚୋରଞ୍ଜାକୁ ଯାଇ ଓ କୌପିନି ଖଣ୍ଡେ ପିନ୍ଧି ନାଇଁ ହାତରେ ଖଞ୍ଜଣି ଧରି ଖଞ୍ଜଣି ବଜଉଥା ଆରେ ଚକେ ଖଞ୍ଜଣି ବାଚଣା କ'ଣ ଭାବିଛୁ ବେ ସରାଇ ବନାଗ୍ନି ତାକୁ ତୁରନ୍ତା ଯିବ ଆଉ ଗୋପିନି ପିନ୍ଧି ଖଞ୍ଜଣି ବଜାଇବ ଆଉ କଣ କରିବେ ଲୋକଙ୍କର ସେବା କରିବା ପାଇଁ ଚାହୁଁଛି ଛେନା ଗୁଡ଼ଟା କରିବେ ଭାଇ ଆପେ ବଞ୍ଚିଲେ ପାପର ନା କ'ଣ କରିବାକୁ ଚାହୁଁଛୁ ଭାଇ এইটা কলি যুগ ଜାଣିଛି ମୁଁ এ কলি যুগরে সত্য ন্যায় ধর্মর স্থান নাই ଅଛି কেবল অধর্মর হি স্থান ନାଇଁ ଚଖେ ନାଇଁ ভাই ନରକେ ପାଳିଥାଉ ଜୀବନ ଉଦ୍ଧାର ହଉ କହୁଛୁ নিজ জীবন উদ্ধার হেউ ଜମାରୁ ଅଧର୍ମ କାମ କଲେ ହବନି ଭାଇ। କ'ଣ মনোরূপা সরি গল না কো ହଉ କଥାରେ সেই রাজা দেবদত্তর প্রতিশোধ কথা ଏମିତି ବୋଲିବେ ଚଖେ ସେଇ ହାରାମଜାଦ ରାଜା ଦେବଦତ୍ତ କଥାଟା ସେଦିନ ରାଜ୍ୟସଭା ମଧ୍ୟରେ ଯେମିତି ମାଡ଼ ମାରି ହାତ ଗୋଡ଼ ଭାଙ୍ଗି ରାଜ୍ୟରୁ ବିତାଡ଼ିତ କରିଦେଇଛି ସେ କଥା କ'ଣ ଏତେ ସହଜରେ ଭୁଲିବି କେମିତି ଭୁଲିବେ ଆରେ ଚଖେ ଭାଇ। ଏପଟେ ବୈଦ ବାବା କଥା ମାନି ଚଳିବି ନା ରାଜା ଦେବଦତ୍ତର ପ୍ରତିଶୋଧ କଥାଟା ବୁଝିବି ରେ ভাই କ'ଣ? প্রথমে করিব শত্রু
শত্রু কার্য ঠিক কইছো তারপরে করিব পিতৃ কার্য নিশ্চয় চোখে আরে চোখে ভাই শত্রু কার্য କରିବାକୁ ହେଲେ ଶତ୍ରୁର ଭଲ ମନ୍ଦ ସବୁ ଜାଣିବାକୁ ହଁ ଭାଇ ପଡିବ ଅନେକ ଦିନ ଧରି ଆମେ ବେନି ଭାଇ ବଣ ମଧ୍ୟରେ ରହି ଆସୁଛୁ ହଁ ମାଣିକ୍ୟଙ୍କ ରାଜ୍ୟର ଭଲ ମନ୍ଦ କିଛି ଜାଣି ନା କିଛି ଜାଣିନି ସେଇଥିପାଇଁ ତତେ ଗୋଟାଏ କାମ କରିବାକୁ ହବ ହଁ ଗୋଟାଏ କାମ କରିବି ହଁ ଚୋଖେ କି କାମ ଭାଇ ଆସନ୍ତାକାଲି ଗୁପ୍ତଚର ହେ ତୁ ମାଣିକ୍ୟଙ୍କ ରାଜ୍ୟକୁ ଯାତ୍ରା କରିବୁ ମୁଁ ଆସନ୍ତାକାଲି ଗୁପ୍ତଚର ହେଇ ମାଣିକଗଡ଼କୁ ଯାତ୍ରା ହଁ କରିବି ଚୋଖେ ଆଉ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ନେଇ ମୋ ନିକଟକୁ ଫେରିବାକୁ ହବ ଭାଇ ଚୋଖେ ମୁଁ ଯେତେବେଳେ ଆପଣଙ୍କ ସାଥିରେ ଅଛି ମୁଁ ଜାଣିଛି ଜମା ଚିନ୍ତା କରନ୍ତୁନି ଭାଇ ଆଚ୍ଛା ମୁଁ ଆସନ୍ତାକାଲି ଗୁପ୍ତଚର ଏଇ ମାଣିକଗଡ଼କୁ ଯାତ୍ରା କରିବି ଆଉ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ସଂଗ୍ରହ ଓକେ। କରି ଆପଣଙ୍କ ପାଖରେ ଉପସ୍ଥାପନ ସାବାସ ଚୋଖେ ସାବାସ ତୋ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଏ କାମ ନିଶ୍ଚୟ କରିପାରିବି କିନ୍ତୁ ପୁଣି କଣ ଭାଇ ଏ କଥାଟା ଯେମିତି ବୈଦ ବୁଢ଼ା ନ ଜାଣେ ନାଇଁ ଯଦି ଏ କଥାଟା ବୈଦ ବୁଢ଼ା ଜାଣିଯିବ ହଁ ଚୋଖେ ଆମକୁ ଏ ଅଗନାଗନି ବନସ୍ତ ଭିତରେ ରଖେଇ ଦବନି ଭାଇ ଠିକ କହିଛୁ ରେ ଏ ରାଜା ଦେବଦତ୍ତ ଯେମିତି ଆମକୁ ରାଜ୍ୟରୁ ତଡ଼ିଦେଲା ଠିକ ସେମିତି ଠିକ ସେମିତି କଣ ବୈଦ ବୁଢ଼ା ମଧ୍ୟ ଆମକୁ ତଡ଼ିଦବ ନାଇଁ ଏ କଥାଟାକୁ ଗୋପନରେ ରଖିବାକୁ ହବ ଆରେ ଚୋଖେ ଭାଇ ମନରେ ଭୟ ରଖନା এই বনাগ্নি যেତେବେଳେ ସୁସ୍ଥ ସବଳ ହେଇ ସାରିଛି ହଁ। ତୁ କାହିଁକି ଚିନ୍ତା କରୁଛୁ ଭାଇ ଆରେ ପିଙ୍ଗୁଲା ଏଣ୍ଡୁଅ ଦେଖିଛୁ ପିଙ୍ଗୁଲା ଏଣ୍ଡୁଅ ପିଙ୍ଗୁଲା ଏଣ୍ଡୁଅ ଯେମିତି ତା ନିଜକୁ ନିଜେ ରଙ୍ଗରେ ପରିବର୍ତ୍ତନ କରେ ଭାଇ ଠିକ ସେମିତି ଏ ବନାଗ୍ନି ତା ନିଜକୁ ନିଜେ ପରିବର୍ତ୍ତନ କରିବ ଏ କଥାଟା ଆମ ବେନି ଭାଇ ଛଡ଼ା ତୃତୀୟ ଜଣ କେହି ଜାଣିପାରିବେନି ଭାଇ ୟାକୁ ଗୋପନରେ ରଖିବା ଭାଇ ଦେଖେ ଆପଣ ଯେମିତି ପିଙ୍ଗୁଲା ଏଣ୍ଡୁଅ ପରି ହଁ। ରଙ୍ଗ ବଦଳେଇ କଥାଟାକୁ ଗୋପନରେ ରଖିବେ ନିଶ୍ଚୟ ଠିକ ସେମିତି ଠିକ ସେମିତି କର ମୁଁ 12 ମାସି ଚଢ଼େଇ ପରି ରଙ୍ଗ ବଦଳେଇ ମାଣିକଗଡ଼କୁ ଯାତ୍ରା କରିବି ଆଚ୍ଛା ରାଜା ଦେବଦତ୍ତ ଜମାରୁ ଚିହ୍ନି ପାରିବନି କି ଜାଣିପାରିବ ଏ ଠିକ କହିଛୁ ଦେଖେ ଆରେ ଦେଖେ ଭାଇ। ସଭା ଅନେକ ହେଇସାରିଛି ହଁ ଭାଇ ମୋ ବୈଦ ବାବା ବଣକୁ ଯାଇଛନ୍ତି ଔଷଧ ପତ୍ର ପାଇଁ ହଁ ଭାଇ ମୋ ସାନ ଭଉଣୀ ଅଞ୍ଜଳିଟା ଏକୁଟିଆ କୁଟୀରରେ ଅଛି ଆମେ ଯଥା ଶୀଘ୍ର ଚାଲିଯିବା ମୋ ଭଉଣୀ ଅଞ୍ଜଳି ପାଖକୁ ତେବେ ଚାଲନ୍ତୁ ଭାଇ ଚାଲ ଚଖେ ଚାଲନ୍ତୁ